ଜଗତରେ ସମସ୍ତେ ଗୋଟେ ପ୍ରକାର ସମସ୍ତେ ସ୍ୱପ୍ନ ଅବସ୍ଥାରେ ଅଛନ୍ତି, ସ୍ୱପ୍ନ ଦେଖୁଛନ୍ତି। In the spiritual world, however, everything is awake. କିନ୍ତୁ ଚିତ୍ ଜଗତରେ ସବୁ କିଛି ଜାଗ୍ରତ ଅବସ୍ଥାରେ ଅଛି। ଏ ହେଲା ଭୌତିକ ଜଗତ ଆଉ ଚିତ୍ ଜଗତ ଭିତରେ ପାର୍ଥକ୍ୟ। ତିନି ପ୍ରକାର ସ୍ୱପ୍ନ ଅବସ୍ଥା କଥା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଏସ୍ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ କହିଲେ। ସେ କହିଲେ ଗୋଟେ ହେଉଛି ଜାଗ୍ରତ ସ୍ୱପ୍ନ, ଭୌତିକ ଜଗତ ହେଉଛି ଗୋଟେ ସ୍ୱପ୍ନ। ସ୍ୱପ୍ନ ମାନେ ଯାହାର ବାସ୍ତବତା କିଛି ନାହିଁ, ତା ହେଉଛି ସ୍ୱପ୍ନ। ସ୍ୱପ୍ନ ଦେଖିଲା, ଜଣେ ସ୍ୱପ୍ନ ଦେଖୁଛି ସେ ରାଜା ହେଇଛି ବା ଇନ୍ଦ୍ର ହେଇଛି, ଦେବରାଜ ହେଇଛି, ଦେବପୁରୀରେ ରାଜା ହେଇଛି, ଇନ୍ଦ୍ର ହେଇଛି। ବା ସ୍ୱପ୍ନରେ ଦେଖିଲା ଗୋଟେ ଭୟଙ୍କର ମିଶ୍ର ବ୍ୟାଗ ରଖାଇଛି। ତେଣୁ ମାଇକ ଜଗତର କଥାଟା ଏଇଟା, ଏହା ସ୍ଥିତିଟା ଏଇ ପ୍ରକାର। ସ୍ୱପ୍ନାବସ୍ଥାଟା କୋଉଟା ସତ ଅଛି, ସାରବତ୍ତା ଅଛି, କୋଉ ବାସ୍ତବତା ଅଛି ବା ବାସ୍ତରେ ବୁଝିପାରୁନ। This is very true, very true. You are working in material sphere. ତୁମେ ଭୌତିକ ଜଗତରେ ବାପା କାମ କରୁଛ ନା, in a wrong platform you are working. ଗୋଟେ wrong platformରେ କାମ କରୁଛ ତୁମେ। କ'ଣ କହୁନ? It's a wrong platform. It's not your real platform. ସ୍ୱରୂପାବସ୍ଥା କହିଲେ ଦିବ୍ୟାବସ୍ଥା, spiritual position, not material position. That's not your position. জীবের স্বরূপ হয় কৃষ্ণের নিত্য দাস। তুই কৃষ্ণ নিত্য দাস, তুই অহংকার দাস নহ, মায়ার দাস নহ, অহংকার দাস নহ। কিন্তু তুমি এটি মায়ার দাস হয়ে কার্যাই করছ। You are working here as a servant of Maya. মায়া দাস হয়ে কাম করছো, কৃষ্ণ দাস হয়ে তো কাম করুন না। ତେଣୁ ମାଇକ ଜଗତରେ, ମାଇକ ପ୍ଲାଟଫର୍ମ, ମେଟେରିଆଲ ପ୍ଲାଟଫର୍ମରେ ସେଟା କଥାଟା କହିବ, ସେମାନେ କହିବେ ଏଇଟା ଅସତ, ଇଟ୍ ଇଜ ନଟ୍ ଟ୍ରୁ, ଏଇଟା ଅସତ। ମାଇକ କଥା କହିବ, ୟେସ୍ ଇଟ୍ ଇଜ ସତ, ଇଟ୍ ଇଜ କରେକ୍ଟ, ଦିସ୍ ଇଜ ଫନି। ଏଇଟା କି ସତ କଥାଟା? ଦିସ୍ ପ୍ଲାଟଫର୍ମ ଇଜ ଲାଇକ୍ ଦ୍ୟାଟ୍। ମାଇକ ଜଗତର କଥାଟା ଏଇଟା, ଏହା ସ୍ଥିତିଟା ଏଇ ପ୍ରକାର। It's waking dream, it's dreaming state. ସ୍ୱପ୍ନାବସ୍ଥାଟା କୋଉଟା ସତ ଅଛି, ସାରବତ୍ତା ଅଛି, କୋଉ ବାସ୍ତବତା ଅଛି ବା ବାସ୍ତରେ ବୁଝିପାରୁନ। ଇଟା କଥାଟା କୁହାଯାଉଛି। ସେଥିପାଇଁ at any stage in the material world, therefore they are all dreaming. In the spiritual world, however, everything is awake. सबके ଜାଗ୍ରତ ଅବସ୍ଥା। ଯୋଉମାନେ ସ୍ପିରିଚୁଆଲ କନସିୟସନେସରେ ଅଛନ୍ତି, those who are in spiritual platform, in spiritual consciousness, ସେ ଦିବ୍ୟ ଚେତନା ସ୍ତରରେ ଯୋଉମାନେ ଅଛନ୍ତି ବା ସେଇ ପ୍ଲାଟଫର୍ମରେ ଅଛନ୍ତି, ସେମାନେ ପ୍ରକୃତ ବସ୍ତୁଟାକୁ ଦେଖୁଛନ୍ତି। ସେମାନେ ଦେଖୁଛନ୍ତି ସତଟାକୁ, ଅସତଟା ସେମାନେ ଦେଖନ୍ତି। ସେମାନେ ଯାହା କହନ୍ତି ତାହା ହେଉଛି ସତ, ବାସ୍ତବ। ସେଥିରେ ଅସତର କିଛି କଥା ହିଁ ନାହିଁ। କିନ୍ତୁ ଏ ମେଟେରିଆଲ ଫିଲ୍ଡରେ so-called material personalities, big person, they cannot understand it. They cannot understand it. They cannot accept it also. ସେମାନେ ଆଦୌ ବୁଝିପାରିବେ ନା, ଆଦୌ ଗ୍ରହଣ କରିବେ ନା, କିଛି ଢୁକିବ ନା ସେମାନଙ୍କ ଭିତରେ। ତୁମେ ଯେତେ ନିଜକୁ ତାଙ୍କୁ କନଭିନ୍ସ କରିବାକୁ ଚେଷ୍ଟା କଲେ ସୁଦ୍ଧା, କହିଲେ ସୁଦ୍ଧା cannot. ସେମାନେ all waking dream, they are in dreaming state. Yes, I am Indra, the king. Yes, tiger is coming to devour me. It's a dreaming state, which is not true. It's a dreaming. ସେଥିପାଇଁ ଯଦି ସ୍ପିରିଚୁଆଲ କନସିୟସନେସରେ ସମସ୍ତେ ରହିବେ, ସମସ୍ତେ ସେଇ ପ୍ଲାଟଫର୍ମରେ କାମ କରିବେ, ଦେନ୍ ଦିସ୍ will not be material world. ଏଇଟା ଭୌତିକ ଜଗତ ହବ ନା, this will be spiritual world. ବାସ୍ତବ ଜଗତ ହେଇଯିବ, ରିଏଲ ୱାର୍କ। ସେଟା ଅସୁବିଧା କିଛି ପଡ଼ିବ ନା। How difficult it is to work in this material world. ଭୌତିକ ଜଗତରେ କାମ କରିବା କେଡ଼େ କଷ୍ଟକର ବ୍ୟାପାର। We face it, daily we face. ପ୍ରତିଦିନ କାର୍ଯ୍ୟକ୍ଷେତ୍ରରେ ଆମେ ସମ୍ମୁଖୀନ ହଉଛୁ।
such difficult. It's very difficult, especially for us. Amman pokhe bodo difficult. Jomani materially intelligent, they know skill, they can do very well. Jomani bhautiga digar khub chala satko aso satko micho ko sat nana prakar tactfully qualified. They are faring well. They are faring well. ସେମାନଙ୍କୁ ଭଲ ଭାବରେ ଆଗେଇ ଚାଲିଛନ୍ତି, ଭଲ କଥା ଚାଲିଛି ତାଙ୍କର। କିନ୍ତୁ ତୁମେ ସ୍ପିରିଚୁଆଲ କନସିୟସନେସ୍ ରହି ସ୍ପିରିଚୁଆଲ ପ୍ଲାଟଫର୍ମ ରହି ଏଠିକି ଆସିବ ଆଉ ସେ ବାଗିଆ କାମ କର, ଭେରି ଡିଫିକଲ୍ଟ, ଭେରି ଅଲ୍ଟିମେଟଲି ଯାହା ହେଲେ ବି ଇନ୍ ସ୍ପାଇଟ୍ ଅଫ୍ ଦ୍ୟାଟ୍ ହେଲେ ବି ଶେଷରେ ବିଜୟଟା ସ୍ପିରିଚୁଆଲ କନସିୟସନେସ୍ ରେ ହବ। ମେଟେରିଆଲ ନଟ୍ ଭିକ୍ଟ୍ରି ଇଜ୍ ଅନ୍ ମେଟେରିଆଲ ସାଇଡ୍, ଭିକ୍ଟ୍ରି ଇଜ୍ ଅଲୱେଜ୍ in spiritual side. Bijota spiritual paramaarthiko ba divya chetana starar rahibo nishchita bhabe. But you have to face many obstacles, many hurdles, many hurdles. Onek badha, onek pratibandhak, onek prakar kotha you have to face. This world is so, this platform is like that. But jodi kintu tume dృఢ acho tuma chetanare, tuma krishna chetanare दृढ़ छ, कृष्ण पूर्ण विश्वास अच्छी, ताले victory is for your side. जत्र जोगेश्वर कृष्ण जत्र पार्थ धनुर्धर तत्र श्री विजय भूति ध्रुव नीतिर मतिर मम। शेष कथा शेष सिद्धांत भगवद्गीतार जो कृष्ण छंती, जो तांकर प्रिय भक्त अर्जुन योद्धा धनुर्धर पार्थ छंती, भगवान भक्त अनुगत्य ଯୁଦ୍ଧ କ୍ରିୟା ସେଠି ଶ୍ରୀ, ସେଠି ବିଜୟ, ସେଠି ଶ୍ରୀ, ସେଠି ଐଶ୍ୱର୍ଯ୍ୟ, ଧ୍ରୁବାନୀତି ସବୁ ସେଇଠି, ଏଭ୍ରିଥିଂ ଲାଷ୍ଟ ଅଲ୍ଟିମେଟ୍ ଭିକ୍ଟ୍ରି ଇଜ୍ ଦେୟାର୍ସ। ମାୟା ଇଜ୍ ଡିଫିଟେଡ୍। ସାମୟିକ ଅକେଜନାଲ ଭିକ୍ଟ୍ରି। ମାୟାର ସମୟ ସମୟ କେବଳ ଅଳ୍ପ କ୍ଷଣ ପାଇଁ ବିଜୟ ହେଇପାରେ, ବଟ୍ ସବୁବେଳେ ହବ ନା କି ଲାଷ୍ଟିଂ ନୁହେଁ, ଚିରନ୍ତନ ନୁହେଁ। କାହିଁକି ଏଠି ସବୁ ଅସତ୍, ସବୁ ଅନିତ୍ୟ, ସବୁ ଅସତ୍। ଏଠି ନିତ୍ୟତା ଏଥିରେ କିଛି ନାହିଁ, ସେଥିପାଇଁ ବାହାରୁଛି ଡ୍ରିମିଂ ଷ୍ଟେଟ୍। ଦିସ୍ ଡିଫରେନ୍ସ, ଏଟା ଡିଫରେନ୍ସ। ସେଥିପାଇଁ ଦୁଃଖାଳୟଂ ଶାଶ୍ୱତଂ, ଦୁଃଖାଳୟଂ ଶାଶ୍ୱତଂ କୁହାଯାଇଛି। ଏଇଟା ଦୁଃଖର ଘର, ଏଠି ସୁଖ ନାହିଁ। କାରଣ ସବୁ ଯାହା ବିପଦ ଅଛି, ସେଠି ସୁଖ ଅଛି, ଏଠି ଦୁଃଖ ଅଛି, ସେଠି ଆନନ୍ଦ ଅଛି, ଏଠି ନିରାନନ୍ଦ ଅଛି। ସେଠି ନିତ୍ୟତା ଅଛି, ଅନିତ୍ୟତା ଅଛି, ସେଠି ଜାଗ୍ରତ ଅବସ୍ଥା ଅଛି, ସ୍ୱପ୍ନ ଅବସ୍ଥା ଅଛି, ଏଭ୍ରିଥିଂ ଅପୋଜିଟ୍ ପରମାନେଣ୍ଟ। ଏଇଟା ବରାବର କଥାଟା, ଏଇଟା କଥାଟା ଏଇଟା। ତେଣୁ ଯେଉଁମାନେ ମେଟେରିଆଲ କନସିୟସନେସ୍ ଭୌତିକ ଚେତନାରେ ଅଛନ୍ତି ବା ମାଇକ ଚେତନାରେ ବା ମାୟା କବଳି ରହିଛନ୍ତି, ସେମାନେ ସ୍ୱପ୍ନ ଅବସ୍ଥାରେ ଅଛନ୍ତି। ଜାଗ୍ରତ ଅବସ୍ଥା ନାହିଁ ତାଙ୍କର, ସେମାନଙ୍କର ସ୍ୱପ୍ନ ଦେଖୁଛନ୍ତି। ମୂଲ୍ୟ କିଛି ନାହିଁ, ବାସ୍ତବ ନୁହେଁ ସେଟା। ଯେଉଁମାନେ କୃଷ୍ଣ କନସିୟସନେସରେ ଅଛନ୍ତି, କୃଷ୍ଣ ଚେତନାରେ ଅଛନ୍ତି, ସେମାନେ ବାସ୍ତବ ଚେତନାରେ ଅଛନ୍ତି। ସେମାନେ ନଟ୍ ଇନ୍ ଡ୍ରିମିଂ ଷ୍ଟେଟ୍, ଦେ ନେଭର ଡ୍ରିମ୍ ଆଟ୍ ଅଲ୍, ଦେ ସେ ଦି ରିଆଲିଟି। ସେମାନେ ବାସ୍ତବତା ଦର୍ଶନ କରୁଛି। ଏଇଟା ହେଉଛି ତା ଭିତରେ ତାତ୍ପର୍ଯ୍ୟ।